ଆଚ୍ଛା ମାନେ ଟଙ୍କା ଦେଣ ନେଣକୁ ନେଇ ନା ବଚସା କଣ ରହିଲା ସମସ୍ୟା? ସେଇଠୁ ଶୁଣେ ଏଇଠି ତାକୁ ନେଇକି ଆସିଲା ପରେ ତାପରେ ତାଙ୍କର ଆଉ ଫୋନ ଫୋନ କିଛି ନାହିଁ। ତାଙ୍କର ସେଠି କର୍ତ୍ତବ୍ୟ କଣ, ଯେହେତୁ ତା ସ୍ୱାମୀଟି ଚାଲି ଯାଇଛି ତାକୁ ତା କଥା ବୁଝିବ କିଏ? ତାଙ୍କ ପରିବାର ସେ କହିଲେନି କି ବୋହୁ ଯାଉଛୁ ତୁ ଟଙ୍କା 2000 ରଖ, ସେ କଥା କିଛି କହିଲେ ନ କୁହନ୍ତୁ, ମୁଁ ସେ କଥା କିଛି ନାହିଁ। ଯେତେବେଳେ ମୁଁ ତାକୁ ମେଡିକାଲରେ ଦେଖେଇକି ଆଇଲି 20 ଦିନ ଡକ୍ଟର କହିଲା ରେଷ୍ଟ ନେବାକୁ, 20 ଦିନ ପରେ ଆଉ ଥରେ ଯୋଉ ଦେଖେଇବାକୁ କହିଲେ ସେତେବେଳେ ତୃଷ୍ଣାକୁ ଖରାପ ଲାଗିଲା ଯେ ସବୁବେଳେ ମୋ ବାପା ମା ମଉସା କତୁରୁ ଆଣିବା ନା, ସିଏ ତାଙ୍କ ଶ୍ୱଶୁରକୁ ମାଗିଲେ ପଇସା, କହିଲେ ବାପା ଏମିତି ଏମିତି ପଇସା ନଖଡ ପଡୁଛି ମତେ ଟଙ୍କା 2000 ପଠା। ତାଙ୍କ ଶ୍ୱଶୁରକୁ ଫୋନ କଲେ, ନା କଣ ପାଇଁ, ନା ଏମିତି ମେଡିସିନ ନେବି, ନା ତାହେଲେ ମେଡିସିନ ମତେ ପ୍ରେସକ୍ରିପସନ ଦେ, ଆଉ ମେଡିସିନ ଖୋଳର ଫଟୋ ପଠା, ଆଉ ମେଡିସିନ ଯୋଉଠୁ ଆଣୁଛୁ ତା ଫଟୋ ପଠା। ଇଏ ତାପରେ ଫଟୋ ପଠେଇଦେଲା। ଫଟୋ ପଠେଇଲା ବେଳକୁ ସେ 2000 ଟଙ୍କା ପଠେଇଲେ। 2000 ଟଙ୍କା ପଠେଇଲେ, ସିଏ ତାପରେ 2000 ଟଙ୍କା ପଠେଇ ସାରିଲା ପରେ ଆମେ କଣ କହିଲୁ, ମୁଁ କହିଲି ସିଏ ତାଙ୍କର ଫୋନ ଫୋନ କିଛି ନାହିଁ। ତାପରେ ରାହୁଲ ଯୋଉ 28 ତାରିଖରେ ଯୋଉ ଅନାଥ ଆଶ୍ରମରେ ଦିଆଯାଏ, ସେ ଅନାଥ ଆଶ୍ରମକୁ ଗଲା ବେଳକୁ ଆକୁ ଆଉ କିଛି ଫୋନ ଫୋନ ତାଙ୍କର କଲେନି। ତାଙ୍କ ମୁଣ୍ଡ ଭିତରେ ଅଛନ୍ତି, ଆକୁ ଆଉ ଡାକିବେନି। ଆଉ ଯେ ଫୋନ କଲେନି, ଇଏ ଆ ତରଫରୁ ଇଏ ଫୋନ କରିଛି ସୋନାଲି ପାଖକୁ। ଆଉ ଏଥରକ କୋଉଠି ଅନାଥ ଆଶ୍ରମ ଦେ, ମୁଁ ପୁଣି ପଚାରୁଛି ଝିଅ ଆଉ ଘରକୁ ଫୋନ ଆସିନି, ନା ନାଇଁ ନାଇଁ ସୋନାଲି ଫୋନ କରିଥିଲା, ସେ ମିଛରେ ମତେ କହିଲା ଯେ ମୋ ମା ଖରାପ